ମୁଁ ଇଞ୍ଜିନିୟର ଶ୍ରୀକାନ୍ତ ମହାପାତ୍ର, ସଭାପତି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ୍। ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସର୍ଭିସ ଆସୋସିଏସନ୍ର 46 ଡିଭିଜନାଲ କମିଟି ଅଛି। ସେଥିମଧ୍ୟରୁ ଗଜପତି ଶାଖା ହେଉଛି ଅନ୍ୟତମ। ଆଜି ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଥିରେ ମୁଖ୍ୟତଃ ଆମର କର୍ମକର୍ତ୍ତା ନିର୍ବାଚନ ଥିଲା। ଏଥିବ୍ୟତୀତ ସଂଘର ଦାବି ଏବଂ ଅଭାବ ଅସୁବିଧା ବିଷୟରେ ବି ସଦସ୍ୟଙ୍କ ଭିତରେ ଆଲୋଚନା ହୋଇଥିଲା। ସଂଘର ଦାବି ସରକାରଙ୍କ ପାଇଁ 8 ଦଫା ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସରକାର ତୁରନ୍ତ ଏହାକୁ ଗ୍ରହଣ କରିବା ପାଇଁ ସମସ୍ତ ସଦସ୍ୟ ଦାବି ଜଣାଇଛନ୍ତି। ମୁଁ ଆଶା କରୁଛି ଯେ ସରକାର ନୂତନ ଭାବରେ ଆସିଛନ୍ତି। ଇଏ ଲୋକଙ୍କ ସରକାର, ମୋହନ ମାଝୀଙ୍କ ସରକାର ହେଉଛନ୍ତି ଲୋକଙ୍କ ସରକାର, ଡବଲ ଇଞ୍ଜିନ ସରକାର। ସମସ୍ତ ଦାବି ସଂଘର ଶୀଘ୍ର ପୂରଣ କରିବେ ବୋଲି ଆମେ ଆଶା ରଖିଛୁ। ମୁଁ ହେଉଛି ରମାକାନ୍ତ ଦାସ, ଦକ୍ଷିଣାଞ୍ଚଳ ମହାମଣ୍ଡଳ ସମ୍ପାଦକ। ମୁଁ ସର୍ବପ୍ରଥମେ ଗଜପତି ଶାଖାର ସଭାପତି ସମ୍ପାଦକ, ନବନିର୍ବାଚିତ ସଭାପତି ସମ୍ପାଦକ ଏବଂ ସମସ୍ତ ଅଫିସ ବିଏର ସହିତ ସମସ୍ତ ସଭ୍ୟଙ୍କର ଏହି ଅବଦାନରେ ଏହି ଯେଉଁ ସଂଘ ଭବନ ତିଆରି କରୁଛନ୍ତି ସେମାନଙ୍କୁ ମୁଁ ପ୍ରଥମେ ଧନ୍ୟବାଦ ଦେବି। ତା ସହିତ ମୁଁ ସରକାରଙ୍କ ପାଖରେ ଏତିକି ଗୁହାରି କରିବି ଯେ ଆମର ପଦୋନ୍ନତିରେ ଯେଉଁ ଅହେତୁକ ଅବହେଳା ଚାଲିଛି ତା ଉପରେ ସରକାର ଉଚିତ ପଦକ୍ଷେପ ଯଥାଶୀଘ୍ର ନେବେ ଏବଂ ନେଇ ଆମର ବହୁତ ଜଣ ରିଟାୟାର୍ଡ କରିଯାଉଛନ୍ତି ଗୋଟିଏ ପଦବୀରେ ରହି ତାକୁ ଯଥାଶୀଘ୍ର ପୂର୍ଣ୍ଣ କରିବେ ଏବଂ ପ୍ରମୋସନକୁ ତ୍ୱରାନ୍ୱିତ ହିସାବରେ ବିଭିନ୍ନ ବର୍ଗରେ ଯେଉଁ ଖାଲି ଥିବା ପୋଷ୍ଟକୁ ପ୍ରମୋସନ ଭିତ୍ତିକରେ ପୂରଣ କରିବେ ବୋଲି ମୁଁ ସରକାରଙ୍କୁ ନିବେଦନ କରୁଛି।